अंडा नुहे देवता से पुणी डायनासोर अंडा ए अंडा को पूजा कले गाँ को आसेनी विपद। हाँ दर्शक बंधु एभली अद्भुत भक्ति भावना देखा मिली मध्यप्रदेश धार जिले में गोटे पहाड़िया गाँव। ଏହି ଗାଁର ଲୋକେ ବର୍ଷ ବର୍ଷ ଧରି ଏକ ପଥରକୁ ଦେବତା ବୋଲି ଭାବି ପୂଜା କରି ଆସୁଥିଲେ। ତେବେ ସେମାନେ ଯାହାକୁ ପଥର ଭାବି ଦେବତା ରୂପରେ ପୂଜା କରି ଆସୁଥିଲେ ପ୍ରକୃତରେ ତାହା ଥିଲା ଏକ ବିଶାଳ ଅଣ୍ଡା, ସେ ପୁଣି ଡାଇନୋସର ଅଣ୍ଡା। ନର୍ମଦା ଘାଟିରେ ଏହି ଅଞ୍ଚଳରେ ଡାଇନୋସର ଯୁଗ ସହ ଜଡ଼ିତ ବୋଲି ବିଶ୍ୱାସ କରାଯାଏ। ନିକଟରେ ପ୍ରଶାସନ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଗ୍ରାମବାସୀ ଯାହାକୁ ଦେବମୂର୍ତ୍ତି ଭାବୁଥିଲେ ତାହା ବାସ୍ତବରେ ଏହି ବିଶାଳକାୟ ଜୀବର ଅଣ୍ଡା। ସ୍ଥାନୀୟ ଡାଇନୋସର ବିଶେଷଜ୍ଞ ବିଶାଳ ବର୍ମା କହିଛନ୍ତି କିଛି ଦିନ ତଳେ 3 ଜଣ ବୈଜ୍ଞାନିକ ଏକ କର୍ମଶାଳାର ଆୟୋଜନ କରିଥିଲେ। ଏହି କର୍ମଶାଳାରେ ବୈଜ୍ଞାନିକ ଡକ୍ଟର ମହେଶ ଠକ୍କର, ଡକ୍ଟର ବିବେକ ବି କପୁର ଏବଂ ଡକ୍ଟର ଶିଳ୍ପା ଉପସ୍ଥିତ ଥିଲେ। ସେମାନେ ଦେଖିବାକୁ ପାଇଲେ ଯେ ଗାଁର ଲୋକମାନେ ପ୍ରାୟ 18 ସେଣ୍ଟିମିଟର ବ୍ୟାସର ଏକ ପଥରକୁ ପୂଜା କରୁଛନ୍ତି। ଏପରିକି ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ ଏହି ଦେବତାଙ୍କ କାରଣରୁ ଗାଁକୁ କେଉଁ ସଂକଟ ଆସେ ନାହିଁ। एकथा शुणा पर विशेषज्ञ मनरे उत्सुकता सृष्टि है। सेमाने जांच करने भिन्न एक कथा जना पड़ा। शेष में जानवाक पाइले जे ग्रामवासी जहां देवमूर्ति भावुले ताहा वास्तव में डायनोसर अंडा। ब्यूरो रिपोर्ट, रिपोर्टर्स टुडे।